ଇ କ୍ୟୁଟ୍ ଝିଅ ଲାଗି ଆଜକା ମୋ ଷ୍ଟୁଡିଓ ବନ୍ଦ କରିଦେଲି। ଝିଅ ତ ବହୁତ କ୍ୟୁଟ୍ ଦେଖା ଦେଉଛି। ତ ଜୁନାଗଡ଼ ଯାଉଛୁ ଆର୍ ମା ବଞ୍ଜାରୀ ଦର୍ଶନ ନେଇ କରବ ଏନ୍ତା ତ ନେଇ ପାରେ। ତ ମାର ଆଶୀର୍ବାଦ ଆପଣଙ୍କ ଉପରେ ସଦାବେଳେ ଥାଉ ଏତିକି କାମନା କରମି। ତ ଫାଇନାଲି ମୁଇଁ ଜୁନାଗଡ଼ ପହଞ୍ଚି ଗଲି। କାଁ ଯେ ବେଲେ କି ଆଜକା ଗୋଟେ କୁନି ଝିଅର କୁନି ପାତ ତାଙ୍କର ବାପାର ହ୍ୟାଣ୍ଡରେ ବନାବାର ଅଛେ, ଯାର ଲାଗି ଆମେ ଭିଜିଟ୍ କଲୁ ହୋମ୍ ସର୍ଭିସ୍। ତ ଆପଣମାନେ ବି ଜାଣିପାରିଥିବେ ହୋମ୍ ସର୍ଭିସ୍ ଏଭେଲେବୁଲ୍ ହେଇଯାଇଛି ଆମ ଷ୍ଟୁଡିଓରେ। ତ ଆପଣମାନେ ଯଦି ଚାହୁଁଛନ୍ କଣ୍ଟାକ୍ଟ କରନ୍ ଆଉ ଭିଡ଼ିଓଟା ଲାଷ୍ଟ ଯାଏ ଦେଖନ୍, ଆପଣକେ ଫୁଲ୍ ରିଜଲ୍ଟଟା ଦେଖା ପାଇବେ କେନ୍ତା ଅଛି। ତ ଏଇଟା ତାଙ୍କର ଗୋଟେ ଡ୍ରିମ୍ ଥିଲା, ଯେହେତୁ ସେମାନେ ଗୋଟେ ପୁଅଙ୍କର ବନାବାକୁ ଚାହୁଁଥିଲେ, ତାଙ୍କର ପୁଅର ଅଛି ଅଲମୋଷ୍ଟ। ତ ପୁଅଟା ବନାବାକୁ ଚାହୁଁଥିଲେ, ନେଇ ବନେଇ ପାରିଲେ ଟାଇମ୍ ଅଭାବ ହେବାରୁ। ତ ସେମାନେ ଚାହିଁଲେ କି ଝିଅଟା ଯେନ୍ତା କରି ବନାବି ଫାଇନାଲି ବୋଇଲେ, ଆଉ ଝିଅଟା ବନାବା ଲାଗି ଆମକେ କଣ୍ଟାକ୍ଟ କରିଥିଲେ, ଯାଦ୍ୱାରା କି ଆମେ ଭିଜିଟ୍ କରିଥିଲୁ। ଆଉ ଝିଅ ତ ବହୁତ କ୍ୟୁଟ୍ ଦେଖାଯାଉଛି। ଝିଅ ଲାଗି କିଛି ପ୍ୟାର ଭରା କମେଣ୍ଟ ଦିଅନ୍, ଭଲ ପାଇବା ଦିଅନ୍। ଆଉ ଇ ବାପା ଯିଏକି ଗୋଟେ ଝିଅ ଲାଗି ଏତିକି କିଛି କରୁଛନ୍ ବୋଲି ଭାବିପାରନ୍, ସେ ଲାଇଫ୍ ସାରା କେତେ କାଣା ନେଇ କରିପାରିବେ ସେଇ ଝିଅ ଲାଗି, ବୁଝିପାରିଲେ ନା। ତ ଝିଅ ଲାଗି ବହୁତ ବଢ଼ିଆ ଟାଟୁଟା ହେଇଛି। ଆପଣମାନେ ଦେଖନା କହନ୍ କେନ୍ତା ଅଛି। ମୋ ଜୀବନେ ଆସିଛୁ ତୁ କଣ୍ଢେଇ ରାଣୀ, ତୁ କଣ୍ଢେଇ ରାଣୀ, ତୁ ଆଖିର ଲାଜ କହେ, ତୁ ଓଠର ଭାଷା